सरम तत्पदं दर्शनीयं तस्मै श्री गुरवे नमः। सुरमणि मानव वंदित भक्तजन परिवेष्टित भक्तवांछा कल्पतरु प्राणाराध्य श्री चरण सजित पथ महती सभार सभापति महोदय, समस्त उपस्थित माँ भाई को जनाऊँ हार्दिक जय गणपति प्रणाम। महिला सभा चलती तेणु जहाँ जहाँ सब ठाकुर बाणी पढ़ा गला, गीत सब बोला गला, सुंदर सुंदर सब ताकू आधार करके ठाकुर कथा किसी कहवा। ठाकुर एमती जड़े महापुरुष ये जगत को आसते जहाँ सब पढ़ागला सब शुणी आमर गोटे गाँ गंडार गोटे कथा अच्छे ना गोटे किए गोटे जब मिछुआ टाउटरिया कि बदमाशा है तो लक्षे टाउटर जो दिन मरी से दिन जन्म होता से समय ऊनविंश शताब्दीर शेषार्धटा जिते सब भारत बड़ बड़ महापुरुष सब थे से समय आविर्भाव होता रामकृष्ण विवेकानंद कहतु जिते सब बड़ बड़ सन्थ मान सब ठाकुर सब किसी बाबा खेपा गुरु मान सब से समस्त सन्थ सब एक क्लास सन्थ से सब देहावसान ठाकुर आविर्भाव हो रामकृष्ण ठाकुर बापा नलिनीकांत बापा छोट अवस्था जातक लेकिन जाइए रामकृष्ण पाख रामकृष्ण कहले कहले मुझे तो भावी आउ तो कई महापुरुष आसबे कौन ये तो विराट महापुरुष तो पूर्ण कुंभा छल छल हो भाग्य सब किसी अच्छे से देखी तो ठाकुर पूर्ण सब दिगर पूर्ण ठाकुर पूर्व जन्म थिला ब्रह्मानंद गिरी ठाकुर जो छोट थे नलिनीकांत बापा भास्करानंद स्वामी पाखे दीक्षित थे घरे सब बहुत संस्कृत बही सब थिला तंत्र बही सब थिला तंत्र सारे सब पढ़ी से ब्रह्मानंद सब तंत्र कथा सब पढ़ी नलिनीकांत भावुले ये ब्रह्मानंद केते बड़ महापुरुष बाबा महाशक्ति को जे माने निजे आयत्त करके रखी स्त्री करके रखी गर्भर पुटे झीटे होता आज पर्यंत असंभव कथा केते बड़ साधक केते बड़ शक्तिशाली साधक किए नलिनीकांत भावुं ठाकुर कहले जोग साधना करके जो जोग साधना करके सिद्ध लाभ कली से भाविली मुझे जानी से ब्रह्मानंद मुई थी तो ब्रह्मानंद सिद्ध जन सिद्ध महापुरुष थे जे महाशक्ति को महामाया को जे आयत्त कर रखी आउ कौन बाकी रहा आ कौन बाकी रहा पुणी आउ थे जन्म ने बर कौन बर मागुच माग तू मोर स्त्री हो जानी सी जो रागर जो कहते तू मोर स्त्री हो तो
ଯଦି ଜଣେ ଭିକାରୀ ସହିତ ଜଣେ ରାଜକୁମାରୀର ଗୋଟେ ପ୍ରୀତି ହେଇଗଲା, ଯଦି ମନ ଧ୍ୟାନ ହେଇଗଲା କଣ ହବ? ତ ପ୍ରୀତି ହେଇଗଲା ତ ବାହାଘର ହବ ତ କେମିତି ହବ? ତାକୁ ସେଇଭଳିଆ ଯୋଗ୍ୟ ସେ କରେଇବ। ସେଇଭଳିଆ ଯୋଗ୍ୟ କରେଇଲା ପରେ ତାକୁ ସେ ବାହା ହବ, ଠିକ ନା? ଯେତେବେଳେ ଆମ ଠାକୁର ଜ୍ଞାନୀଗୁରୁ ସଚ୍ଚିଦାନନ୍ଦଙ୍କ ସାଙ୍ଗରେ ନିଗମାନନ୍ଦ ଯାଇଥିଲେ ଗୌରୀ ମାଙ୍କ ପାଖକୁ, ଗୌରୀ ମାଙ୍କର ସଚ୍ଚିଦାନନ୍ଦଙ୍କର ଭଲ ସମ୍ପର୍କ ଥିଲା। ଇଏ ଶିଷ୍ୟ ହିସାବରେ ଯାଇଥିଲେ, ତାଙ୍କ ସାଙ୍ଗରେ ଭଲ କଥାବାର୍ତ୍ତା ହେଲା, 2 ଦିନ ହେଠି ରହିଲେ। ନିଗମାନନ୍ଦଙ୍କ ସହିତ ପଦ କଥା ହେଇକି ଗୌରୀ ମାଙ୍କର ଆସିବା ସମୟରେ କହିଲେ ତମର ଶିଷ୍ୟ, ତାକୁ ଅନୁମାନ ତମର ଶିଷ୍ୟ ଯେତେବେଳେ ନିର୍ବିକଳ୍ପରୁ ଫେରିବ ତ ମୋ ପାଖକୁ ପଠେଇଦବ। ଯାହାଙ୍କ ପାଇଁ ସେ 400 ବର୍ଷ ଅପେକ୍ଷା କରୁଛନ୍ତି, କେବଳ ନିଗମାନନ୍ଦଙ୍କ ପାଇଁ ଗୌରୀମା 400 ବର୍ଷ ଧରିକି ଅପେକ୍ଷା କରୁଛନ୍ତି। ତାଙ୍କୁ ଦେଖିକି ମଧ୍ୟ ଅଣଦେଖା କଲେ। କାହିଁକି? ସେ ଯେତେବେଳେ ଯୋଗ୍ୟ ହେଇକି ନିର୍ବିକଳ୍ପ ସମାଧିରୁ ଯେତେବେଳେ ଫେରି ମତେ ପଠେଇଦବ। ନିର୍ବିକଳ୍ପ ସମାଧି ଫେରିଲା ପରେ ଠାକୁର ଭାବିଲେ ମୁଁ ପୂର୍ଣ୍ଣ ହେଲା, ଆଉ କିଛି ନାହିଁ। ନିର୍ବିକଳ୍ପ ମାନେ ଶାସ୍ତ୍ର, ଆଉ କିଛି ନାହିଁ। ସେଟା ତ ମାନେ ତ୍ରିଗୁଣକୁ ଅତିକ୍ରମ କରିକି ଚାଲିଗଲା, ଆଉ କିଛି। ତ କାଶୀରେ ଯେତେବେଳେ ମା ଅନ୍ନପୂର୍ଣ୍ଣା କହିଲେ, ସେ ଯୋଉ ପରୀକ୍ଷା କଲେ, ଗଙ୍ଗା କୂଳରେ ବସିଲେ, ସେ ବୁଢୀ ଆଣିକି ଦେଲା ପୁଡ଼ିଆ। ସନ୍ଧ୍ୟା ପର୍ଯ୍ୟନ୍ତ ବସିକି କଲେ କାହିଁକି ତ କେହି ତ କିଛି ମତେ ଖାଇବାକୁ ଦେଲେନି, ମୁଁ ତ ଖାଇଲିନି, ମୁଁ ତ ଦିନ ସାରା ଉପାସ ରହିଲି। ମା ଅନ୍ନପୂର୍ଣ୍ଣା ତ ଏଠି ଅନ୍ନ ଦିଅନ୍ତି ସମସ୍ତଙ୍କୁ, ମୁଁ ତ ଆଜି ଉପବାସ ରହିଲି। ପୁଡ଼ିଆଟେ ଅଛି, ପୁଡ଼ିଆଟେ ଖୋଲିବା ବେଳକୁ ବର୍ତ୍ତମାନର ଗରମ ଗରମ ଶୀତ ଭୋଗ ଖାଇଦିଅନ୍ତୁ। ରାତିରେ ତାଙ୍କୁ ସ୍ୱପ୍ନ ଦେଶ ହେଲା, ଆରେ ତୁ ଏବେ ସୁଦ୍ଧା ବି ଅପୂର୍ଣ୍ଣ ଅଛୁ, ତୁ ଆହୁରି ଅପୂର୍ଣ୍ଣ ଅଛୁ, ତୁ ମତେ ଚିହ୍ନି ପାଇଲୁନି। ପରମ ବ୍ରହ୍ମରେ ସିନା ପହଞ୍ଚି ଗଲୁ, ଅବର ବ୍ରହ୍ମ ତୋ ପାଇଁ ଆହୁରି ଅଜ୍ଞାତ ରହିଲା। ଯିଏ ପରମାତ୍ମା, ଯିଏ ମାନେ ନିର୍ଗୁଣ ପରମାତ୍ମା, ସେ ଯେ ସଗୁଣ ହେଇପାରିବେ ତ ତୋର ବିଶ୍ୱାସ ହଉନି। ସେ ମା ଯେ, ସେ ନିର୍ଗୁଣ ମା ଯେ ସଗୁଣ ହେଇକି ଆସିବ, ମୁଁ ତ ଯାଇଥିଲି ତୋ ପାଖକୁ, ତୁ ଚିହ୍ନି ପାଇଲୁ। ଭାଇ ସଚରାଚର ଯାହା ସବୁ ଦେଖୁଛି ଏଗୁଡ଼ା ସବୁ କଣ? ତାଙ୍କର ସବୁ ହେଲାନି, ମୁଁ ଏବେ ବି ଅପୂର୍ଣ୍ଣ ଅଛି, ଏତେ ସାଧନା କଲା ପରେ ବି ଆହୁରି ଅପୂର୍ଣ୍ଣ ଅଛି। ମନେ ପଡ଼ିଗଲା ଗୌରୀମାଙ୍କ କଥା, ଗୌରୀମା ପାଖକୁ ଛୁଟି। ଗୌରୀମା ତାଙ୍କୁ ତ ପତା ଦେଲେନି, ତାଙ୍କୁ ପରମିଶନ ଦେଲେନି, ଗୋଟେ ଦିନ ରହିଲେ ସେଠି। ତାପରେ ତାଙ୍କୁ ସ୍ୱାଗତ କରିବା ପାଇଁ ତ ପୁରା ହୀରା ଆବତି ମାଣିକ ମହଲ ତିଆରି କରିଦେଲେ, ରତ୍ନ ପଲଙ୍କର ଉପରେ ବସେଇଦେଲେ। କୁହ କଣ ପାଇଁ ଆସିଛ, କାହିଁକି ଆସିଛ? ଏମିତି ମତେ ଦିଅ ଭାବ। ଭାବର କେତେ ସାଧନା ଫାଧନା କିଛି ନାହିଁ। ତାହେଲେ କଣ କଣ ସବୁ କରିକି ଆସିଛ ନା ସବୁ ତ ସବୁ କିଛି ହେଇଯାଇଛି, ଆଉ କାହିଁକି ଆସିବ? ଯିଏ ତୁମେ ଈଶ୍ୱର ତତ୍ତ୍ୱରେ ପ୍ରତିଷ୍ଠିତ, ମୁଁ ଈଶ୍ୱରୀ ତତ୍ତ୍ୱରେ ପ୍ରତିଷ୍ଠିତ, ଆମ 2 ଜଣଙ୍କର ମିଳନ ହେଲେ ଉଭୟ ପୂର୍ଣ୍ଣ ହେଇଯିବ। ତୋ ପାଇଁ ମୁଁ 400 ବର୍ଷ ଧରି ଅପେକ୍ଷା କରିଛି, ତୁ କହୁଥିଲୁ ନିର୍ବିକଳ୍ପରେ ଫେରିବ। ତ କୁହ ତୁ ମିଶିବାକୁ ଚାହୁଁଛୁ କି ନା? ୟା କହୁ ତାଙ୍କର ଭାବାନ୍ତର ହେଲା, ରୂପାନ୍ତର ହେଲା, ସବୁ କିଛି ଘଟିଗଲା। ତାଙ୍କୁ ଟଚ୍ କରିଦେଲେ, ସେ ଉତ୍ସାହ ହେଇକି ପଳେଇଲେ। ଭାବ ସମାଧିରୁ ଅନେକ କ୍ଷଣ ପରେ ଯେତେବେଳେ ପ୍ରତ୍ୟାବର୍ତ୍ତନ କଲେ, ମତେ କାହିଁକି ଆଣିଲି? କୋଉଠି ଥିଲୁ? ବଢିଆ ଆନନ୍ଦରେ ଥିଲି, ମତେ କାହିଁକି ଆଣିଲ ଏଠି? ପୁରା ଗୁରୁ ହେଇକି ପୁରା ପ୍ରତ୍ୟାବର୍ତ୍ତନ କଲ ସମାଧିରୁ ନିର୍ବିକଳ୍ପରୁ। ଗୁରୁଙ୍କର ତ କାମ କିଛି ଅଛି ନା? କଣ କାମ? ସେ କର୍ତ୍ତବ୍ୟ ପାଳନ କରିବାକୁ ପଡିବ।
शिष्य मान को उद्धार कर जा जगत उद्धार कार्य कर ना ना मुझे जगत को आउ जीवी मुझे आनंद राज्य रही ना रे बाबा कर्तव्य करने पड़ो ताको माँ जबरदस्ती पठे ये जिनस जो माँ सत्य बेले निगमानंद सत्य बेले पूर्णता लाभ समस्त साधन तो ठाकुर कहते ये मु से मुझे यही मु ये कथा मु बुझी पार मुझे यही मु ये कथा मु बुझी पार सी माँ सब करे नहीं से निजे किसी बुझी पारना ज्ञानी गुरु जो सच्चिदानंद सहित आसिले आसिक मंगला आसिले सहित आसिले आसी सब कथा कहले मंगला आसला भक्ति भाव जाते पश्चिमा साधु भक्ति भाव जाते है शासना कर सब कहले से जानिले तो ये निगमानंद ये तो तंत्र सिद्ध माँ को दर्शन पाई अरे तो माँ को दर्शन पाई तो सेठ तो ज्ञान भक्ति जोग सब तो सेठ पाई था माँ को प्रार्थना तो सेठ सब पाई था आउ कहीं ज्ञान साधना करू से कथा मु जानी मत से माँ सब करे नहीं से सब करे नहीं वास्तविक से माँ योग्य करे नहीं से माँ प्रथम पूर्व जन्म से माँ को द्वारा आरंभ स्तर 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 प्रति स्तर में से माँ लास्ट से माँ गौरी माँ तेणु तो ठाकुर संपूर्ण से मातृमय जीवन टा पूरा मातृमय ठाकुर भाव सब मुह को देख मातृत्व भाव मातृत्व भाव कौन एक सुंदर स्निग्ध भाव नरम भाव तो जो माँ को से दर्शन पाइले को माँ जो तंत्र साधना कर तो माँ को दर्शन पाते माँ हसुच्च कि सुंदर भाव हसुच्च दर्शन पागुर सब केते कथा कहले शुद्ध वेदांतर कथा संपूर्ण वेदांतर कथा माँ सब कहते तो अर्जुन कृष्णकर संवादित मायर कृपा माँ कहते स्वरूप कहते मु ब्रह्म स्वरूपिणी चंडीर जीवित कहते चंडीर माँ जीवित कहते मो ब्रह्म स्वरूप मो पाखे जगत सृष्टि मो पुरुष प्रकृति मो ज्ञान अज्ञान आनंद निरानंद विद्या अविद्या वही सब किसी तो से फाइनल अथॉरिटी माँ ये आउ कुछ ना ये माँ भी देखा कि निगमानंद सहित जहाँ सब कथबार्ता है नलिनीकांत सहित सीमित सब माँ माँ ही शब्द ये ब्रह्मांड माँ आ किसी ना तो आम बुझा कौन जो तत्व जो अखंड चैतन्य स्वरूप तत्व जो से तत्व ना माँ ना बाबा ना कि माने कौन पुरुष ना स्त्री से पुरुष भी से स्त्री भी से पुरुष स्त्री उभय भी अखंड चैतन्य आइडेंटिफाई किसी कर से माँ चंडीर माँ से भी पुरुष तेणु से अखंड चैतन्य स्वरूप जति ठाकुर कहते मातृत्व भाव जदि आराधना कर शीघ्र जो माँ को डाक बापा को डाक माँ को डाक किए आगे सुन माँ आगे सुन तुम भाव असुविधा किए शुण माँ शुण आगे तेणु माँ हूँ माने गोटे संतान प्रति जो प्रकार भाव तो ठाकुर आम से मातृत्व भाव ही प्रतिष्ठित आसती ठाकुर से मातृत्व भाव प्रतिष्ठित आसती तेणु कौन से भाव ठाकुर बाणी देख ठाकुर सब देख आशीर्वाद बाणी कौन से रुक्ष से ही ना तुम मत छाड़ी चलो मु तुम पाखे अच्छी तुम पुणी थरिक आस पुणी तुम कांदर कौन सी जिनस से रुक्ष ही ना मोर शिष्य न है कि मत दर्शन पाँच नरम भाव
ତ ସେମିତି ଆମ ସମସ୍ତଙ୍କୁ ସେଇ ଭାବରେ ପ୍ରତିଷ୍ଠିତ ହେବାକୁ ପଡ଼ିବ। ମାତୃଭାବ ଗୋଟେ ଅଛି, ତ ଭାବ ଗୁଡ଼ିକ ସବୁ ଇମୋର୍ଟାଲ, ସେଗୁଡ଼ାକ ସବୁ ମରିବନି, ସେ ଭାବ ଗୁଡ଼ା ସବୁ ଅଛି। ଏ ଯେଉଁ ବୀଜ ସବୁ ଜଗତରେ ଯେତେ ସବୁ ଭାବ ଅଛି, କୌଣସି କିଛି ମରିବନି, ଏସବୁ ଅଛି, ଇଥରରେ ସବୁ ଅଛି। ମାତୃତ୍ୱ ଭାବ ହଉଛି ଶ୍ରେଷ୍ଠ ଭାବ। ତ ମାତୃତ୍ୱ ଭାବ କଣ? ତ ମା ପାଖରେ ମାକୁ ଦେଖିଲେ ଯେମିତି ଭାବଟା ଆସିବ, ମାକୁ ଦେଖିଲେ ଗୋଟେ ନରମ ଭାବ ଆସୁଛି। ଗୋଟେ ସିଂହ, ଗୋଟେ ପଶୁରାଜ ସିଂହ, କେତେ ହିଂସ୍ର ଜନ୍ତୁ, ଦେଖିଲେ ଗୋଟେ ଭୟଙ୍କର ଭାବ ଆସୁଛି। ସିଂହ ବାଘ ଆକୁ ସବୁ ଦେଖିଲେ ମନ ଭିତରେ କଣ ଆସିବ? ଭୟ ସୃଷ୍ଟି ହବ। କାହାର ବି ଗୋଟେ ନରମ ଭାବ କି ପ୍ରେମ ଭାବ ଆସିବ, କାହାର ଆସିବ। କିନ୍ତୁ ତା ଛୁଆଟା ଯେତେବେଳେ ତା ପାଖକୁ ଯାଉଛି, ସେ କୋଉ ଭାବରେ ଯାଉଛି? ମୋ ମା। ତା ମା ତା ଛୁଆଟାକୁ ସେ ଚାଟୁଛି, ଇଏ କରୁଛି, ସେ କୋଉ ଭାବ ଏଠି ଦେଖାଉଛି? ଅନ୍ୟ ଜଣକୁ ଦେଖିଲେ ଆଖି କାଢିକି ରଖୁଛି, ଭୟଙ୍କର ଭାବ। ସେ ଛୁଆ ବେଳକୁ ତାର ନାହିଁ। ସେଇ ଭାବଟା ମାନେ ଭୟଙ୍କର ଭିତରେ ବି ସେଇ ଭାବ କିନ୍ତୁ ଫୁଟି ଉଠୁଛି। ଯେତେବେଳେ ନରସିଂହ ଅବତାରରେ ଯେତେବେଳେ ପୁରା ଏତ ଭୟଙ୍କର ରଡ଼ି ଛାଡ଼ିଲେ ନରସିଂହ, କେହି ତାଙ୍କୁ ଇଏ କରିପାରିଲେ। ତାଙ୍କୁ ତ ହିରଣ୍ୟକଶିପୁକୁ ତ ମାରିଦେଲେ ସାରା ତାଙ୍କ କ୍ରୋଧଟା, ଭଗବାନଙ୍କର ନାରାୟଣଙ୍କର ଯେତେ ଅବତାର ଅଛି, ନରସିଂହ ଅବତାର କ୍ରୋଧୀ, ଏତେ କ୍ରୋଧ ଯେ ସେ କ୍ରୋଧ ଶାନ୍ତ ହଉନି। ସେ ଏକଦମ ପୁରା ଏକଦମ ତ୍ରିଭୁବନ ପୁରା କମ୍ପ୍ଲିଟ ଭସ୍ମ ହେଇଛି, ବ୍ରହ୍ମାଣ୍ଡ ପୁରା ଭସ୍ମ ହେଇଛି। କଣ କରିବେ? ସମସ୍ତେ ବ୍ରହ୍ମା ଶିବ ଆସି ସମସ୍ତେ ସ୍ତୁତି ଗାନ କଲେ, ତଥାପି କାହାରି ଶାନ୍ତ ହଉନି। ଲକ୍ଷ୍ମୀ ଆସିଲା, ଇଏ ଆସିଲେ, କାହାର ଶାନ୍ତ ହଉନି। ସମସ୍ତେ ଆସିଲା ପରେ କାହାର ଶାନ୍ତ ହଉନି। ସମସ୍ତେ ଚିନ୍ତା କରିକି ପ୍ରହ୍ଲାଦକୁ ସବୁ କହିଲେ, ତମେ ଯାଅ, ତମେ ଯାଇକି ତାକୁ ଶାନ୍ତ କର। ସେ ଶାନ୍ତ ହେଉନ, କାହାର ଶାନ୍ତ? ପ୍ରହ୍ଲାଦ ଯେତେବେଳେ ଯାଇକି ତାଙ୍କ ପାଖରେ ହାତ ଯୋଡ଼ିକି ଯେତେବେଳେ ପ୍ରାର୍ଥନା କରନ୍ତି, ତମେ ଶାନ୍ତ ହୁଅ, ସେତେବେଳେ ଶାନ୍ତ ହେଇଗଲା। ଏଇଟା କି ଭାବ? ମାତୃତ୍ୱ ଭାବ, ବାତ୍ସଲ୍ୟ ଭାବ। ସେ ପୁରା ଶାନ୍ତ ହେଇଗଲେ। ତାକୁ ଆଣିକି କୂଳରେ ବସେଇକି ଗେଲ କରୁଛନ୍ତି, ଆଶୀର୍ବାଦ କରୁଛନ୍ତି। ଏଇ ଯୋଉ ଭାବ, ଏଇ ଭାବଟା କେତେ ମାନେ ତାଙ୍କ ପାଖରେ ଅଛି। ସେ ସବୁ ଭାବ ତ ତାଙ୍କ ପାଖରେ ଅଛି। ସେ ଭୟଙ୍କର ହେଇଯିବେ, ରୁଦ୍ର ହେଇଯିବେ, ସେ ପୁଣି ଅତି ଶାନ୍ତ ହେଇଯିବ, ଅତି ଦୟାବନ୍ତ ହେଇଯିବ, ଦୟାବାନ ହେଇଯିବ। ତାଙ୍କ ପାଖରେ ସବୁ ଭାବ ଅଛି। ସେ ଭାବ ଗୁଡ଼ିକୁ ଆକର୍ଷଣ କରିବା ପାଇଁ ଆମକୁ ସେଇ ପ୍ରକାର ହବାକୁ ପଡ଼ିବ। ସେଇ ପ୍ରକାର ସମର୍ପିତ ହେଲେ ସେଇ ପ୍ରକାର ଭାବ ଗୁଡ଼ିକ ଆସିବ। ଆମେ ଯଦି ବଦମାସି ହେଇଯିବା, ଛୁଆଟା ବଦମାସ ହଉଛି, ଏଠି ମା କଣ କରୁଛି? ସେଇ ମା, ସେ ମା କଣ କରୁଛି? ବାଡ଼ି ଧରିକି ପିଟୁଛି। ଠାକୁରଙ୍କୁ ସେ ଯୋଉ ସେ ମା ଜଣେ ପିଟୁଛନ୍ତି, ବାଡ଼ି ଧରିକି ସେ ଯୋଉ ପୋଖରୀରେ ପଡୁଛି, ସେ ବାଡ଼ି ଧରିକି ସବୁ ପିଟୁଛି। ତ ସେଠି କି ଭାବ ଭିତରେ, ମାତୃତ୍ୱ ଭାବ ଭିତରେ ଅଛି, କିନ୍ତୁ ସେଠି ଗୋଟେ କ୍ରୋଧ ଭାବ ଆସୁଛି, ଭୟଙ୍କର ଭାବ ଆସୁଛି। ତେଣୁ ଆମେ ସେମିତି ଭାବ ତାଙ୍କୁ ସମ୍ପର୍କିତ କରିବା, ସେଇ ମାତୃତ୍ୱ ଭାବଟାକୁ ଧରି ଆସିବ, ମା ଭାବଟା ଧରି ଆସିବ। ଆଉ ସେଇ ମା ଭାବଟା ହିଁ ସମସ୍ତଙ୍କୁ ଦରକାର। ଆମ ଭିତରେ ଅଛି, ଆମ କି ପୁରୁଷ କି ସ୍ତ୍ରୀ, ପୁରୁଷ କି ସବୁ ମାତୃତ୍ୱ। ଆମ ଭିତରେ ସେଇ ଜୀବ ଭାବ ଯୋଉ ଅଛି, ମାତୃତ୍ୱ ଭାବ। ସମ୍ପୂର୍ଣ୍ଣ ଜଗତଟା ମାର, ସେଠି ବାପାର କିଛି ନାହିଁ। ବାପା ହଉଛି ନିରଞ୍ଜନ, ସେ ନିର୍ଗୁଣ, ବାପା ଚିନ୍ମୟ ସ୍ୱରୂପ ନିର୍ଗୁଣ। ତ ଏଇ ଜଗତ ହଉଛି ମାର ଖେଳ, ମାୟାର ଖେଳ। ତ ଠାକୁର କହୁଛନ୍ତି, ମା ଯୋଉଦିନ ମାୟା ଯୌବନିକା ଘୁଞ୍ଚେଇ ଦେବେ, ସେଇଦିନ ପ୍ରକୃତି ପୁରୁଷର ରସର ରାସଳୀଳା ନ ଦେଖିଛ। ମାୟା ପର୍ଦା ପଡୁଛି ନା, ଏମିତି ଏଇଟା ପର୍ଦା ପଡୁଛି, ଆମ ଠାକୁରଙ୍କୁ ଦେଖିଥାଉ। ସେ ମାୟା ପରଦା ମା ଯୋଉଦିନ କୃପା କରି ମାୟା ଯୌବନିକା ଘୁଞ୍ଚେଇ ଦେବେ, ସେଇଦିନ ପ୍ରକୃତି ପୁରୁଷର ରସର ରାସଲୀଳା ନୟନ ଗୋଚର ହବ। ଠାକୁରଙ୍କ କଥା। ଆଉ ମା ଘୁଞ୍ଚେଇବେ କେମିତି? ଠାକୁର କହୁଛନ୍ତି, ମୋର ନିର୍ଦ୍ଦେଶରେ ମା ଘୁଞ୍ଚେଇବେ, ନହେଲେ ମାର କିଛି ମା ଶକ୍ତି ନାହିଁ।
ମା ତ ଦ୍ୱାରପାଳ ନା, ଠାକୁରଙ୍କ ନିର୍ଦ୍ଦେଶରେ ମା ଦେବୀଟା ବୁଝେ। ମା ଯଦି ବିଶେଷ କୃପା କରିବେ ତ ହବ, ନହେଲେ ଠାକୁର ନିର୍ଦ୍ଦେଶ ନହେଲେ ମା କିଛି କରିବେ। ତେଣୁ ଆମକୁ ସେଇ ଭାବରେ ପ୍ରତିଷ୍ଠିତ ହବାକୁ ପଡିବ। ସେ ଭାବଟା କେମିତି ଆସିବ? ଆମେ ସେଇ ଭାବଟା ଯେମିତି ଜଗତକୁ ଦେଖେଇବା, ସେ ମାତୃତ୍ୱ ଭାବଟା ଆମେ ଜଗତକୁ ଦେଖେଇଲେ ସେ ମାତୃତ୍ୱ ଭାବଟା ଏଠି ଫୁଟିବ। ଏଠି ବସିକି, ଏଠି ଠାକୁରଙ୍କ ପାଖରେ ବସି ଘଣ୍ଟାଟେ ବସିକି ଆମେ ଯେତେ ଯାହା କଲେ ମଧ୍ୟ ଆମର ଆମେ ଏଠି ଘଣ୍ଟାଟେ ବସିକି ଆଉ ବାକି ଯେତେ ସବୁ ରହିଲୁ ଆମର ପ୍ରାକ୍ଟିକାଲ ଫିଲ୍ଡରେ, ସେଗୁଡ଼ିକ ଯଦି କ୍ଲାସରେ ପିଲା ତାର ମାଷ୍ଟର କହିଲା ସେଇଠି ବସି ଘଣ୍ଟେ ଶୁଣିଦେଲା, ବାସ୍, ଘରେ ଆଉ ପଠପାଠ ପାଠଟା କିଛି ନାହିଁ। ସେ ପିଲା ଭଲ ପାଠ ପାସ୍ କରିବ। ଆମର ପ୍ରାକ୍ଟିକାଲ ଫିଲ୍ଡରେ ଆମକୁ ସେଇଟା ଏଠି ଯାହା ଯାହା ସବୁ ହଉଛି ପ୍ରାକ୍ଟିକାଲ ଫିଲ୍ଡରେ ଆମକୁ ସେୟା କରିବାକୁ ପଡିବ। ତାହେଲେ ଯାଇକି ଭାବଟା ଠିକ ରହିବ। ଏଠି ଠାକୁରଙ୍କ ପାଖରେ ରହିବ। ଠାକୁରଙ୍କ ପାଖରେ ଠାକୁର ପୁରା ଜଗତମୟ ହେଇକି ବିଛାଡିକି ଅଛନ୍ତି। ଠାକୁର କଣ ଖାଲି ଏଇଠି ବସିଛନ୍ତି? ଜଗତମୟ ବିଛାଡି ହେଇକି ପଡୁଛନ୍ତି। ତେଣୁ ଯୋଉଠି ଯୋଉଠି ସବୁ ଦେଖିବ, ଇଏ କରିବ, ସେ ମାତୃତ୍ୱ ଭାବଟାକୁ ତ ପ୍ରକାଶିତ ହବ ସମସ୍ତଙ୍କ ଭିତରେ। କି ପୁରୁଷ କି ସ୍ତ୍ରୀ, ମାତୃତ୍ୱ ଭାବ କଣ? ଦୟା, କ୍ଷମା, ଶାନ୍ତି, ମୈତ୍ରୀ, ପ୍ରୀତି, ସେବା, ମମତା, ମାତୃତ୍ୱ ଭାବ ନା ନାହିଁ? ସମସ୍ତଙ୍କୁ ଦରକାର ନା ନାହିଁ? ସାଧକ ମାତୃ ହିଁ ସବୁ ଦରକାର। ଆଉ ପୁରୁଷ ଭାବ ଗୁଡା ସବୁ କଣ ଅଛି? ଅହଙ୍କାର, ଅଭିମାନ, ଗର୍ବ, ଦମ୍ଭ, ଏଗୁଡା ସବୁ ପୁରୁଷ ଭାବ ସବୁ ଅଛି। କିନ୍ତୁ ଆମ ସବୁ ଖିଚୁଡି ହେଉଛି, ସବୁ ଖିଚୁଡି ହେଉଛି। ଏଇ ଅହଙ୍କାର, ଅଭିମାନ, ଗର୍ବ, ଦମ୍ଭ ଏଗୁଡା ସବୁ କାଟିଦେବାକୁ ପଡିବ। ତ ପ୍ରତ୍ୟେକ ଜିନିଷରେ ନେଗେଟିଭ ପଜିଟିଭ ଅଛି। ଏ ମାତୃତ୍ୱ ମା ମାନଙ୍କର ସବୁ ଈର୍ଷା, ଘୃଣା, ପରଶ୍ରୀକାତରତା ସବୁ ରହୁଛି। ଏଗୁଡା ସବୁ କରିବାକୁ ଶୁଦ୍ଧ ସାତ୍ତ୍ୱିକ ଭାବ, ଶୁଦ୍ଧ ସାତ୍ତ୍ୱିକ ଭାବ ଯେତେବେଳେ ଅନ୍ତର ଭିତରେ ପ୍ରତିଷ୍ଠିତ ହବ, ସେତେବେଳେ ଦେଖିବ ଆମ ଭିତରେ ଗୋଟେ ମାତୃତ୍ୱ ଭାବ ଗୋଟେ ଆସୁଛି। ସେଟା ଠାକୁର କହିଛନ୍ତି, ଜନନୀତ୍ୱରେ ହିଁ ନାରୀର ପୂର୍ଣ୍ଣତା ଆସିବ। ନାରୀ ଜୀବନର ପୂର୍ଣ୍ଣତା ଜନନୀତ୍ୱରେ ଆସିବ। ଗୋଟେ ଦିଟା ଭାବ, ଜନନୀତ୍ୱ ଆଉ ଗୋଟେ ରମଣୀତ୍ୱ। ଜନନୀତ୍ୱ ଯୋଉଟା ଏଇ ମାତୃତ୍ୱ ଭାବ ଯେଟା ସବୁ ଆଗଲା, ମା କଣ କରେ? ସନ୍ତାନକୁ ପୁଷ୍ଟି କରେ। ଆଉ ରମଣୀତ୍ୱ ଭାବ ପୁରୁଷ କାହାକୁ ହରଣ କରିନିଏ। କେମିତି ଏ ଦିଟା ଭାବ ଅନବରତ ଚାଲିଛି ସୃଷ୍ଟି ଆରମ୍ଭରୁ। ତ ଗୋଟିଏ ପୁଷ୍ଟି କରିବ, ଗୋଟେ ହରଣ କରିବ। ତ ଭଗବାନଙ୍କ ପାଖରୁ ଯୋଉ ଶକ୍ତିଟା ଆସୁଛି, ଏଇ ଆମ ପାଖରୁ ଯୋଉ ଶକ୍ତିଟା ଆସୁଛି, ଧାରାବତ ରାଧା ସେଟା ଆମକୁ ପୁଷ୍ଟି କରୁଛି, ଆମକୁ ଚୈତନ୍ୟ ସୃଷ୍ଟି କରୁଛି, ଚୈତନ୍ୟମୟ କରୁଛି। ଆଉ ଗୋଟେ ଭାବ କଣ ହଉଛି? ତ ଏଠୁ ପୁଣି ଭଗବାନ ପାଖକୁ ଭଗବାନ ପାଖକୁ ଆସିବ। ଏ ଦି ପ୍ରକାର ଭାବ ସବୁ ଚାଲିଛି। ନେଗେଟିଭ ପଜିଟିଭ, ନେଗେଟିଭ ପଜିଟିଭ ସବୁ ଚାଲିଛି। କିନ୍ତୁ ଏଇ ଭାବ ଅଭାବ ବୋଲି ଯୋଉ କୁହାହଉଛି, ଭାବ ଅଭାବ, ଏ ଜଗତଟା ଦ୍ୱନ୍ଦ୍ୱମୟ। ଭାବ ଅଛି ମାନେ ଅଭାବ ରହିବ, ବୁଝିଲେ କି? ଆଲୋକ ଅଛି ମାନେ ଅନ୍ଧାର ରହିବ। ତେଣୁ ତାର ବ୍ୟାକ୍ ସାଇଡ୍ ଗୁଡାକ ସବୁ ଭାବର ବ୍ୟାକ୍ ସାଇଡ୍। ଭାବ ଯୋଉଠି ଛଳଛଳ ହଉଛି, ଭାବରେ ଛଳଛଳ ହଉଛି, ଠାକୁର ଭାବରେ ଛଳଛଳ ହଉଛି। ଆମେ ଅଭାବ ଭିତରେ ଅଛୁ। ଗୋଟେ ବାଟର ସିଷ୍ଟମ ହଉଛି ନା ନାହିଁ? ଭାବ ବିନିମୟ। ଭାବ ବିନିମୟ ମାନେ କଣ? ସେ ଭାବରେ ପୂର୍ଣ୍ଣ ଛଳଛଳ ହେଇକି ଅଛନ୍ତି, ଆମେ ଅଭାବରେ ଅଛୁ। ଆମକୁ ଟିକେ ଭାବ ଦିଅ, ମାନେ ଉପରୁ ତଳକୁ ପାଣିଟା ଗଡି ଆସିଲା ପରେ ଆମ ଆଧାରକୁ ପଳେଇ ଆସୁଛି। ତାଙ୍କ ଭାବ ସବୁ ପଳେଇ ଆସୁଛି। ଗୋଟେ ଭାବ ବିନିମୟ। ଆମେ ଅଭାବ, ଠାକୁର ଆମେ କାନ୍ଦୁଛୁ, ସିଏ କାନ୍ଦୁଛନ୍ତି, ଠାକୁର କାନ୍ଦୁଛନ୍ତି, ଆଉ କଣ କାନ୍ଦୁଛନ୍ତି? ସେ କେମିତି ଦେବେ? ଭାବ ଦେବେ। ଜଣଙ୍କର ଅଛି କୋଟି କୋଟି ଟଙ୍କା ଅଛି, ଗୋଟେ କଥାଟା ବୁଝୁଛନ୍ତି, ଜଣଙ୍କର କୋଟି କୋଟି ଟଙ୍କା ଅଛି, ଆଉ ଜଣଙ୍କର କିଛି ନାହିଁ, ପୁରା ନିର୍ଦ୍ଧନ। କୋଟି କୋଟି ଟଙ୍କା ଯିଏ ଅଛି, ସିଏ କହୁଛି ମୋ ପାଖକୁ କେମିତି ଆସୁ, ମୁଁ ତାକୁ ଦେବି। ଯାହା ପାଖରେ ନାହିଁ ସେ କାନ୍ଦୁଛି, ଇଏ କାନ୍ଦୁଛି କାହିଁକି? ଆଚ୍ଛା, ପୂର୍ଣ୍ଣତା ହେଲା ପରେ ସେ କଣ ହବ? ଭର୍ତ୍ତି ହେଇଗଲା, ତାପରେ କଣ ହବ? ବାହାରକୁ ଛଲଛଲ ହବ। ଜଣଙ୍କର ସୁନା ଗୋଟେ, ଜଣଙ୍କର
से सुनाहाट पकई कौन घोड़े रख से देख सब बाहर देख जनकर कोटी कोटी टंका अच्छी से केमती बांट जनकर भाव भर्ती अच्छी से केमती बांट जगत को बांट ठाकुर कह मोर दीटा हाथ 10टा हाथ केते काम कर भितर छल छल हो भाव से जगत को बांट तो आम जी ठाकुर जो गोटे बाणी अच्छी जी मागे ता भाग्यर सीमा ना अजाचित भाव भाव सब चलती जे मागे ता भाग्यर सीमा ना तेना आम ठाकुर पाखे केते पाखर आकर्षण करी से भावटा को आनी पारिबा से हिसाब से आम तैयार कर से भाव को आनिया गले आम गोटे मीडियम एपटर जगत एपटर ठाकुर आम जगत को जदि न बांटा एपटर आस जगत को सहीटा शो करा पड़ा आम जोटा पाखर ठाकुर पाखर जोटा आम पाइबा चाहूँ से जिनटा जगत को बांटा पड़े से देवे कहीं गोटे बाप गोटे पैसा अच्छे पुओ पाख पुओ गोटे पैसा देते तुमको 1000 टଙ୍କା देते तुम खर्च करना आ कहीं पैसा देवे पाखे पैसा खर्च करदे आउ 1000 टଙ୍କା से तो असरंती भंडार ना तुम से खर्च करना से मातृत्व भाव से पॉजिटिव भाव सेटा को जिते जगत रे जिते तुम व्यवहार रे तुम चिंता चेतना व्यवहार कार्यकलाप वचन रे जिते जिते तुम शेयर कर जगत रे इाड़ू सब आस द्रौपदी वस्त्र से दूषा टाणी एपटे दौर टाणी टाणी तो जिते बांट से आसो ठाकुर से आस ठाकुर पाद तले एतिक प्रार्थना समस्त अंतकरण भितर से अंतर्चेतना भरपूर है भाव ठाकुर पाखे प्रार्थना जय गुरु जय गुरु जय गुरु।